ହାଇ ଦର୍ଶକ ବନ୍ଧୁ, ଆଉ ଗୋଟେ ନୂଆ ଭିଡ଼ିଓକୁ ସ୍ୱାଗତ ଜଣାଉଛି। ମୁଁ ସାଇ ସୁଜିତ। ଆଜି ଆସନ୍ତୁ ଦେଖିବା ମୋ ସିନ୍ଦୁରର ଅଧିକାରରେ କ'ଣ ନତାଶାର ଷଡ଼ଯନ୍ତ୍ରରେ ଫସିଲେ ଶାଲିନୀ। ଯେତେବେଳେ ଶାଲିନୀ ଫୋନ୍ କରୁଛନ୍ତି ବହୁତ ବ୍ୟସ୍ତ ହିଁ ଯେ ବିକ୍ରାନ୍ତ କ'ଣ ପାଇଁ ଘରକୁ ଆସିନାହାନ୍ତି ଜୟଦେବଙ୍କୁ ପଚାରୁଛନ୍ତି। ଜୟଦେବ କହୁଛନ୍ତି ସେ ଆଦି ଆଉ ମୁକ୍ତିକି ବଞ୍ଚାଇବାକୁ ଯାଇ ସେ ଆମଠାରୁ ଖସି ପଳାଇଛନ୍ତି। ଆମେ ତାଙ୍କୁ ବହୁ ଚେଷ୍ଟା କଲୁ ଅଟକାଇବା ଲାଗି, କିନ୍ତୁ ଅଟକାଇ ପାଇଲୁ ନାହିଁ। କିନ୍ତୁ ଏବେ ଶୁଣାଯାଉଛି ଯେ ହାଇୱେରେ ଗୋଟେ ଆକ୍ସିଡେଣ୍ଟ ହେଇଛି ବୋଲି। ଘାଇଟି ବହୁତ ଥବାରୁ ଗାଡ଼ିଟି ପାହାଡ଼ ତଳକୁ ଖସିଯାଇଛି। କ'ଣ ଏହାକୁ ଶାଲିନୀ ବିଶ୍ୱାସ କରିବେ? କ'ଣ ନତାଶାର ଏଇଟା ଥିଲା ଷଡ଼ଯନ୍ତ୍ର କି? ତାପରେ ଦେଖୁ ଦେଖୁ ପୋଲିସ ବାବୁ ବିକ୍ରାନ୍ତଙ୍କର ପର୍ସ ଗୋଟେ ନେଇକି ଆସିଛନ୍ତି। କହୁଛନ୍ତି ଯେ ହାଇୱେରେ ଆକ୍ସିଡେଣ୍ଟ ହେଇଥିବାରୁ ଘାଇ ଅଧିକ ଥିବାରୁ ଗାଡ଼ିଟି ଗଳି ପଡ଼ିଛି। କ'ଣ ଏଟା ସତ ନା ଏଟା ନତାଶାର ପ୍ଲାନ୍? ଆଜି ଆସନ୍ତୁ ଦେଖିବା ମୋ ସିନ୍ଦୁରର ଅଧିକାରରେ ନତାଶାର ପ୍ଲାନ୍ରେ ଫସିଗଲେ ମୁକ୍ତି, ଆଦି ଆଉ ତାପରେ ଏବେ ଶାଲିନୀ। କ'ଣ ନତାଶାଙ୍କର ନୂଆ ନୂଆ ପ୍ଲାନ୍ ଏମିତି ଘରେ ଅଶାନ୍ତି ଭାଟ ସୃଷ୍ଟି କରିବ? ଆଜି ଆସନ୍ତୁ ଦେଖିବା ମୋ ସିନ୍ଦୁରର ଅଧିକାରରେ ଶାଲିନୀଙ୍କ ଦୁଃଖଦାୟକ ଘଟଣା।